ସାଙ୍ଗମାନେ ସାଦା ସିଧା ବିବାହ କର, ଲୋକ ଦେଖାଣିଆ ନୁହେଁ। ଅତିଥିମାନେ କେବଳ ଖାଦ୍ୟ ଚାଖି ଚାଲିଯିବେ, କିନ୍ତୁ ଋଣର ବୋଝ ତୁମର ସାରା ଜୀବନର ଶାନ୍ତି ହରଣ କରିବ ଆଉ ପ୍ରତି ମୁହୂର୍ତ୍ତରେ ତୁମକୁ ଅଶାନ୍ତି ଭିତରକୁ ଟାଣି ନେବ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। କର୍ଣ୍ଣ କାନ୍ଦିଲେ, ଭଗବାନ କୃଷ୍ଣ ହସିଲେ। କାହିଁକି? କର୍ଣ୍ଣ କହିଲେ, ହେ କୃଷ୍ଣ, ସାରା ଜୀବନ ଅପମାନକୁ ସହି ସହି ମୁଁ ବଞ୍ଚିଲି। ଜନ୍ମ ହେବା ମାତ୍ରେ ମା ମୋତେ ତ୍ୟାଗ କଲେ। ଗୁରୁ ଦ୍ରୋଣାଚାର୍ଯ୍ୟ ମୋତେ ଶିକ୍ଷା ଦେଲେ ନାହିଁ। ଦ୍ରୌପଦୀଙ୍କ ସ୍ୱୟଂବରରେ ମୋତେ ତଡ଼ି ଦିଆଗଲା। ମୋର ଦୋଷ କ'ଣ ଥିଲା? କୃଷ୍ଣ ହସି କହିଲେ, ହେ ସୂର୍ଯ୍ୟପୁତ୍ର, ମୋର ସମସ୍ୟା କ'ଣ କମ୍ ଥିଲା? ମୋର ଜନ୍ମ ହୋଇଥିଲା କାରାଗାରରେ। ଜନ୍ମ ନେଇ ମୁଁ ମା ବାପାଙ୍କ ଠାରୁ ଅଲଗା ହୋଇଗଲି। ମୁଁ ଗାଈ ଚରାଇଲି। ମୋ ବଡ଼ ଶତ୍ରୁ ମୋ ମାମୁଁ, ଯିଏ ସଦା ମୋତେ ମାରିବାକୁ ଚାହୁଁଥିଲେ। ଅନ୍ୟାୟ ସାରା ଜୀବନ ମୋ ସହ ମଧ୍ୟ ହୋଇଥିଲା। କିନ୍ତୁ ପ୍ରଶ୍ନ ଏହା ନୁହେଁ ଅନ୍ୟାୟ କାହା ସହ ହୋଇଛି। ପ୍ରଶ୍ନ ହେଉଛି ଅନ୍ୟାୟକୁ ତୁମେ କିପରି ଗ୍ରହଣ କଲ। ତୁମେ ଅତୀତରେ ଅଟକି ଗଲ, ଆଉ ମୁଁ ଦୁଃଖକୁ ଶକ୍ତି କରିନେଲି। ପୁଅର ବିବାହ ପରେ ମା ଥରେ ତା ପୁଅକୁ ପଚାରିଲା, ପୁଅରେ, ମୁଁ ଆଉ ତୋ ସ୍ତ୍ରୀ ଭିତରୁ ତୁ କାହାକୁ ବେଶୀ ଭଲ ପାଉ? ଏକଥା ଶୁଣି ପୁଅ ଟିକେ ଚିନ୍ତାରେ ପଡ଼ିଗଲା। କିଛି ସମୟ ନୀରବ ରହିଲା, ଆଉ ତାପରେ ସିଏ ଉତ୍ତର ଦେଲା, ମା, ନା ମୁଁ ତତେ ବେଶୀ ଭଲ ପାଏ, ନା ମୋ ସ୍ତ୍ରୀକୁ ବେଶୀ ଭଲ ପାଏ। କାହାକୁ ବେଶୀ ଆଉ କାହାକୁ କମ୍ ଭଲ ପାଏ ସେ କଥା ତ ମୁଁ ଜାଣେ ନା। କିନ୍ତୁ ମୁଁ ଯେତେବେଳେ ତତେ ଦେଖିଦିଏ ସେତେବେଳେ ମୋ ସ୍ତ୍ରୀ କଥା ଭୁଲିଯାଏ। ଆଉ ମୋ ସ୍ତ୍ରୀର ସ୍ନେହ, ପ୍ରେମ, ଯତ୍ନ ଆଉ ଆଦରକୁ ଦେଖିଲେ ମୋର ତୁ ମନେ ପଡ଼ିଯାଉ ମା। ଏବେ ତୁ କହ ମା, ମୁଁ କାହାକୁ ବେଶୀ ଆଉ କାହାକୁ କମ୍ ଭଲ ପାଏ? ସାଙ୍ଗମାନେ, କାମ କଲେ ପଇସା ମିଳେ, ପାଠ ପଢ଼ିଲେ ସମ୍ମାନ ମିଳେ, ଚାକିରି କଲେ ଦରମା ମିଳେ, ହେଲେ ମଦ ପିଇଲେ କ'ଣ ମିଳେ? ଆପଣ ଜାଣିଛନ୍ତି କି? ତାହେଲେ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ, ଜଣେ ପୁରୁଷ ତା ସ୍ତ୍ରୀକୁ ସୀମା ମଧ୍ୟରେ ରହିବାକୁ କୁହେ। କାହିଁକି ଜାଣିଛନ୍ତି? କାହିଁକି ନା ସେ ଆଜିର ସମାଜରେ ରହୁଥିବା ଲୋକମାନଙ୍କର ଦୃଷ୍ଟିକୋଣକୁ ଜାଣନ୍ତି। ହେଲେ ମହିଳାମାନେ ଏହା ବୁଝନ୍ତି ନାହିଁ। କିନ୍ତୁ ସତ୍ୟ ହେଉଛି ଜଣେ ପୁରୁଷ ତାର ସ୍ତ୍ରୀକୁ ସ୍ପର୍ଶ କରୁଥିବା ପବନକୁ ମଧ୍ୟ ଶତ୍ରୁ ବୋଲି ଭାବେ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କ ଉତ୍ତର ଲେଖିବା ପାଇଁ ଅନୁରୋଧ।